ହାତୀ ଶନିବାର ରାତିରେ ଆସି ସବୁ ନଡ଼ିଆ ଗଛ ଭାଙ୍ଗି ଦେଇଛି। ଆଉ ଯେ ନଡ଼ିଆ ଗଛ କି 5 ବର୍ଷର ପରିଶ୍ରମ ତା ବଉଳ ଆସିଥିଲା, ଯେନ୍ଟାକି ହୃଦୟ କାନ୍ଦି ଯାଉଛି। ଗୋଟେ ହାତୀ ଆସିଥିଲା ଦନ୍ତାଟା, ଆଉ ହାଇବ୍ରିଡ ବୁଣା ଗଛ ଲଗେଇଥିଲି। ଆଉ ଆଣିଥିଲେ କଣ କେତେ ଟଙ୍କା ପଡିଥିଲା? ଏଇଟା କୋକଟରୁ ଭୁବନେଶ୍ୱରରୁ ଆଣିଥିଲି। ଆଉ ଭଲ ଫଳ ବି ବହୁ ଆସିଥିଲା, ଅନ୍ୟ ଗଛ ଗୁଡ଼ାକ ଆସିଥିଲା, ଏଇଭଳି ନଷ୍ଟ କରିଦେବି। କେତେଟା ଗଛ? ମୋର ଟୋଟାଲ 23ଟା ଗଛ ନଷ୍ଟ କରିଛି ହାତୀ। କେତେଟା ଗଛ ଲଗେଇଥିଲେ? ଟୋଟାଲ 180ଟା ଗଛ ଲଗେଇଥିଲି, ସେଥିରୁ 23ଟା ଏ ବର୍ଷ ନଷ୍ଟ କଲା, ଗଲା ବର୍ଷ 8ଟା ନଷ୍ଟ କରିଥିଲା। ଆଗରୁ ହାତୀ ନଷ୍ଟ କରିବେ? ଆଗରୁ ନଡ଼ିଆ ଗଛ ଭାଙ୍ଗିଥିଲା, ତାପରେ ଏଇ ଆମ ରବି ଫସଲର ମୁଗ ଆଉ କୋଳଥ ଏଇଗୁଡ଼ାକ ଖାଇ ଦେଇଥିଲା। ପାଖାପାଖି କେତେ ଟଙ୍କାର? ନାଇଁ, ବୃକ୍ଷର ତ କେହି ପଇସା ଦେଇପାରିବୁ ନାହିଁ। ମୋର ଦରକାର ବୃକ୍ଷ, ମୁଁ ଗୋଟେ ବୃକ୍ଷ ପ୍ରେମୀ, ମୋ ପାଇଁ ବୃକ୍ଷ ଦରକାର। ବନଖଣ୍ଡର ଆମର ଫରେଷ୍ଟର ଆଉ ଫରେଷ୍ଟ ଗାର୍ଡଙ୍କୁ ତାଙ୍କୁ ଜଣେଇଛି, ରିପୋର୍ଟ କରିଛି। ସେମାନେ ଆସିକି ଦେଖିଥିଲେ। ଆଉ ଯେତେବେଳେ ହାତୀ ଆସୁଛି ସେମାନେ କହିଲେ ପଟିଆ ହାତୀ ଯେହେତୁ ଆସୁଛି ଆମେ ଜାଣିପାରୁନୁ, ଆଉ ଆସିଲେ ଆମକୁ କହିଲେ ଆମେ ଖେଦିଦେବୁ। ମାନେ ରିକଭରି ଆମେ ଯେହେତୁ ଏଇଟା ଆମ ଏ ପଶ୍ଚିମାଞ୍ଚଳ ପାଇଁ ଅର୍ଥକାରୀ ଫସଲ ନୁହେଁ, ତେଣୁକରି ଆମେ ସେତିକିଟା କହିପାରିବୁ ନାହିଁ। ଯେତିକି ହବ ଆମେ ଚେଷ୍ଟା କରିବୁ। ବନ ବିଭାଗକୁ ମୁଁ କହିବାକୁ ଚାହୁଁଛି, ମୋତେ ସେଇଭଳିଆ ହାଇବ୍ରିଡ ନଡ଼ିଆ ଗଛ ଯୋଗାଇ ଦିଆଯାଉ, ମୋର ଅନ୍ୟ କିଛି ଡିମାଣ୍ଡ ନାହିଁ। ଗଛ ମୋତେ ସମ୍ପୂର୍ଣ୍ଣ ଗଛ ଯେଭଳିଆ ହାଇବ୍ରିଡ ମୁଁ ଗଛ ଲଗେଇଥିଲି, ମୋତେ ଗଛ ଯୋଗାଇ ଦିଆଯାଉ, ମୋର ଅନୁକମ୍ପା ଦରକାର ନାହିଁ। ମୋର ବୃକ୍ଷ ହିଁ ମୋ ଜୀବନ, ବୃକ୍ଷ ହିଁ ମୋତେ ଯୋଗାଇ ଦିଆଯାଉ। ଆଜ୍ଞା, ହାତୀ ଆଇଲା, ମୁଇଁ ଶୋଇଥିଲି, ଡରେ ବାହାରି ନାଇଁ ପାରିଲି, ଡରେ ଲୁକି ଦେଲି। କଣ କଲା? ସେ ଭାଙ୍ଗି ଭୁଙ୍ଗାକି ନଷ୍ଟ କରି ନଡ଼ିଆ ଗଛ ଭାଗଲା। କେମିତି ହେଲା? କେନି ହେଲା ଆସିକି ତ ବାଡ଼ା ଭାଙ୍ଗିଦେଲା, ସଲାର ଖୁଣ୍ଟି ଖୁଣ୍ଟା ସବୁ ଭାଙ୍ଗିଦେଲା। ତାପରେ ଆସିକି ନଡ଼ିଆ ଗଛ ଭାଙ୍ଗଲା। ଆଉ ଦେଖୁଥିଲ? ମୁଇଁ ଆଜ୍ଞା ଦେଖତି, ଏ ତ ଡରେ ଘର ଭିତରେ ରହିଗଲି।